ପାଞ୍ଚଟା ନିରୀହ ଛୁଆ ଛାଡ଼ି ମାଆ ଚାଲିଗଲା ପରପୁରୁଷ ସାଙ୍ଗରେ ଫେରାର ହେଇ ଘରୁ ନୁଚି। ହଁ ଆଜ୍ଞା, ସ୍ୱାମୀ ଚାଲିଗଲା ପରେ ମାଆଟି ପରପୁରୁଷ ସାଙ୍ଗେ ପ୍ରେମରେ ପଡ଼ିଯାଇଥିଲା ଆଉ ନିଜର ଏଇ ନିରୀହ ପାଞ୍ଚଟା ଛୁଆଙ୍କୁ ଛାଡ଼ି ପରପୁରୁଷ ସାଙ୍ଗେ ଆଉ କୁଆଡ଼େ ଘର ସଂସାର ବସାଇବାକୁ ଚାଲିଗଲା। ଯେଉଁ ମାଆ ଦିନେ କଷ୍ଟ କରି ଛୁଆମାନଙ୍କୁ ଜନ୍ମ କରିଥିଲା ସେ ପରପୁରୁଷ ପାଖକୁ ଗଲାବେଳେ ଥରେ ସେ ଛୁଆଙ୍କ ମୁହଁକୁ ଦେଖିଲାନି କି ସେ ଛୁଆଙ୍କ କଥା ଭାବିଲାନି। ହଁ ଆଜ୍ଞା, ସ୍ୱାମୀ ଯେତେବେଳେ ସଡ଼କ ଦୁର୍ଘଟଣାରେ ଜୀବନ ହାରିଦେଲା ଆଉ ବିଚରା ମାଆ ନିଜ ପୁଅ ଘରେ ଯେତେବେଳେ କାନ୍ଦୁଥିଲା, ଏଇ ହେଉଛନ୍ତି ସେଇ ଜେଜେମା ଯିଏକି ଏବେ ପାଞ୍ଚଟା ଛୁଆଙ୍କୁ ପାଳୁଛନ୍ତି। ମାଆ ପରପୁରୁଷ ସାଙ୍ଗେ ଚାଲିଗଲା ଆଉ ନିଜ ପୁଅଟି ସଡ଼କ ଦୁର୍ଘଟଣାରେ ଜୀବନ ହରାଇଲା। ଆଉ ନିଜ ପୁଅକୁ ହରାଇ ଆପଣମାନେ ଭାବିପାରୁଥିବେ ଏଇ ବୁଢ଼ୀ ଜେଜେମାଟା ଛୁଆଙ୍କୁ ଚଳେଇ ମଣିଷ କରିବା କେତେ ଯେ କଷ୍ଟ। ତ ଆପଣମାନେ ସେୟାର କରନ୍ତୁ ଭିଡ଼ିଓଟିକୁ ଏତେ ମାତ୍ରାରେ ଯେମିତି ଗଭର୍ଣ୍ଣମେଣ୍ଟ ତରଫରୁ କିଛି ସାହାଯ୍ୟ ମିଳୁ ଛୁଆମାନଙ୍କୁ ଜେଜେମାମାନଙ୍କୁ ଚଳିବା ପାଇଁ। ଆଉ ବର୍ଷା ଯୋଗୁଁ ଏମିତି ବି ଚାଳ ଘର ତାଙ୍କର କାନ୍ଥ ପଡ଼ିଯାଇଛି ଆଉ ଛୁଆମାନେ ମାଆମାନେ ରହିବାକୁ ବହୁତ ଅସୁବିଧା ହେଉଛନ୍ତି। ହଁ ଆଜ୍ଞା, ଆଜିକାଲି ଧନ୍ୟ କହିବ କଳିଯୁଗର ମାଆମାନଙ୍କୁ। କିଛି ମାଆ ଏମିତି କାଣ୍ଡ କରୁଛନ୍ତି ଯାହାକୁ ମାନେ ଦେଖିଲା ପରେ ଆପଣମାନେ ବି ମାଆ ଶବ୍ଦକୁ ଭୁଲି ଯିବାକୁ ଇଚ୍ଛା ହେବ। ମାଆ ଶବ୍ଦକୁ ଏତେ କଳଙ୍କିତ କଲେଣି। ଯେତେ ଯାହା ହେଲେ ବି ଏଡ଼େ ଏଡ଼େ ଛୁଆଙ୍କୁ ଛାଡ଼ି ଯଦି ସ୍ୱାମୀ ଚାଲିଗଲା, ଘର କାନ୍ଥ ଘୁଷୁଡ଼ିଗଲା, ଇଆଡ଼େ ଛୁଆମାନେ ରହିବାକୁ ହଇରାଣ ହେଉଛନ୍ତି। ମାଆ ସିଆଡ଼େ ଖୁସିରେ ପରପୁରୁଷ ସାଙ୍ଗେ ଦେହର ଭୋକ ମେଣ୍ଟାଉଛି, ଦେହର ସୁଖ ପାଇଁ ଛୁଆଙ୍କୁ ଆଉ ଘରକୁ ଛାଡ଼ି ଚାଲିଗଲା। ଆଜିର ସମୟରେ ଦେହର ସୁଖ ଏତେ ଇମ୍ପୋର୍ଟାଣ୍ଟ ହେଲେଣି ଆଉ ମଣିଷ ପଣିଆ କେଉଁଠି ନାହିଁ। ଯିଏ ଯାହାର ଯୌବନର ଭୋକ ମେଣ୍ଟେଇବାରେ ବ୍ୟସ୍ତ, ଯଦି ଯୌବନର ଭୋକ ନ ମେଣ୍ଟେଇ ପାରୁଛନ୍ତି ଖରାପ ରାସ୍ତା ବାଛି ନେଉଛନ୍ତି। ଏଠି ଦୁନିଆ ଯିଏ ବି ମରିଯାଉ, ଘରେ ସମସ୍ତେ ମରିଯାଆନ୍ତୁ, କିନ୍ତୁ ଯୌବନର ଭୋକ ନିହାତି ମେଣ୍ଟିବା ଦରକାର। ଆଉ ଏଇଭଳି ଲୋକମାନେ ଏଇ ପୃଥିବୀରୁ ମରିବେନି, କିନ୍ତୁ ଭଲ ଭଲ ନାରୀ, ଭଲ ଭଲ ଝିଅ ବହୁତ ସମୟ ଆପଣମାନେ ଶୁଣିଥିବେ ଝିଅମାନଙ୍କୁ ଆଉ ସ୍ତ୍ରୀ ଲୋକମାନଙ୍କୁ ତାଙ୍କ ସ୍ୱାମୀ ମାରି ଦେଉଛନ୍ତି, ତାଙ୍କୁ ହତ୍ୟା କରି ଟଙ୍ଗେଇ ଦେଉଛନ୍ତି, କିଏ ଯୌତୁକ ମାରି ଦେଉଛନ୍ତି। ହଁ ଆଜ୍ଞା, ସବୁବେଳେ ଗୋଟେ ନିରୀହ ଝିଅ ହିଁ ଜୀବନ ହାରିଥାଏ ଆଉ ତାକୁ ଜୀବନରୁ ମାରିଥାନ୍ତି। ଏଇଭଳି ଖରାପ ସ୍ତ୍ରୀ ଲୋକମାନେ ସବୁବେଳେ ବଞ୍ଚିକି ଏଇ ପୃଥିବୀ ଭିତରେ ବୁଲିଥାନ୍ତି ପାପୀମାନେ। ଆଉ ଗୋଟେ ଭଲ ଝିଅ ହିଁ ସବୁବେଳେ ଶାଶୁ ଘରେ ମରିଯାଇଥାଏ, ତା ସ୍ୱାମୀ ତା ଶାଶୁ ଶ୍ୱଶୁର ତାକୁ ହିଁ ଜୀବନରୁ ହତ୍ୟା କରିଥାନ୍ତି କାରଣ ସେ ଭଲ ହେଇଥାଏ। ଆକ୍ଚୁଆଲି ତାଙ୍କର ସମସ୍ୟା ଇଏ ହେଇଛି କି ତାଙ୍କ ପୁଅ ଗୋଟେ ଥିଲେ ତ ତାଙ୍କର ଡେଥ୍ ହେଇଯାଇଛି। ତାଙ୍କ ସ୍ତ୍ରୀ ତାଙ୍କ ପୁଅର ସ୍ତ୍ରୀ ଯିଏ ଥିଲେ ସିଏ ତାଙ୍କ 5ଟା ଛୁଆ ଛାଡିକି ପଳେଇଲେ, ଆଉ ଜଣଙ୍କ ପାଖକୁ ପଳେଇଲେ। ଦେନ୍ ସିଏ ଏବେ ତାଙ୍କର କେହି ସାହାଯ୍ୟ କରିବା ପାଇଁ କେହି ନାହାନ୍ତି। ଘର ଦ୍ୱାର ସବୁ ବର୍ଷାରେ ଭାଙ୍ଗିଗଲା, ଆଉ ରହିବା ପାଇଁ ଏବେ ଜାଗା ବି ନାହିଁ। ଆଉ କୋଉଠି କେମିତି ରହିବେ କଣ କେମିତି, ଏଇ ଗାଁ ସ୍କୁଲରେ ତାଙ୍କର ପିଲାମାନଙ୍କୁ ପାଠ ପଢଉଛନ୍ତି। ରାତି ଶୋଇଥିଲା ବେଳେ ପିଲାମାନେ ଶୋଇଥିଲେ, ଭାଙ୍ଗିଗଲା, କାନ୍ଥ ଭାଙ୍ଗିଗଲା। ଆଉ ଦେନ୍ ଆଉ ଟିକେ ହେଲେ ତାଙ୍କ ଉପରେ ମାଡ଼ି ବି ବସିଥାନ୍ତା କାନ୍ଥ। ଯେମିତି ରେଟ୍ରେ ବର୍ଷା ହଉଥିଲା, ପ୍ରବଳ ବର୍ଷା ହଉଥିଲା, ଯେହେତୁ ମାଟି ଘର ବହୁତ ବର୍ଷ। ତ ମୁଁ ଏତିକି କହିବି ସରକାରଙ୍କୁ, ଆମର ମୋହନ ମାଝୀ ସାର୍ଙ୍କୁ ଏତିକି କହିବି କି ତାଙ୍କୁ କିଛି ସରକାରୀ ସହାୟତା ଦିଅନ୍ତୁ ଆଉ ବାସଗୃହ ଦିଅନ୍ତୁ। ମାନେ ଘର ଏମିତି ବର୍ଷା ହେଲା ଧସିଗଲା, ମୋର ତ ଘରେ ଲୋକ ନାହିଁ, ପୁଅ ତ ନଷ୍ଟ ହେଇଗଲା। ପୁଅ ଥିଲେ ଯେ ଘର ନା କରିଥାନ୍ତା, ଘର ନାହିଁ କିଛି ନାହିଁ, ପୁଅ ତ ନଷ୍ଟ ହେଇଗଲା। ଆଉ ପୁଅର କିଛି ବି ମିଳିଲା ନାହିଁ, ଛୁଆ ମାନେ ବହୁତ ଅନାଥ ହେଇଗଲେ। ମୁଁ ବୁଢୀ ମାଟିଏ ଅଛି, ଆଉ ଘର କେମିତି ଚଳେଇବି ଆଉ କେମିତି କିସ କରିବି, ଘର ଭାଙ୍ଗି ଯାଉଛି, ଛୁଆ ମାନଙ୍କୁ କୋଉଠି ରଖିବି। କେମିତି ଭାଙ୍ଗିଲା, କେମିତି ଶୋଇଥିଲା, କେତେବେଳେ? ସେଟା ବର୍ଷା ହେଇକିରି ମାନେ ଘର ଝର ଫୁଟିକିରି କାନ୍ଥ ଭିଜିକିରି ସବୁ ଘର ଧସି ଯାଇଛି। ଆଉ ଛୁଆ ମାନଙ୍କୁ କୋଉଠି ରଖିବି। ଘରେ କେତେ ଜଣ ଅଛନ୍ତି? ଘରେ 5 ଜଣ ଛୁଆ ଅଛନ୍ତି ଆଉ ମୁଁ ବୁଢୀ ମାଟିଏ ଅଛି। ଆଉ କେହି ନାହାନ୍ତି? ଆଉ କେହି ନାହାନ୍ତି। ମୋର ବୋଉ ବି ନାହାନ୍ତି, ବୋଉ ତ ପଡିଲେ ଛୁଆ ଛାଡିକିରି, ଆଉ କେହି ନାହାନ୍ତି। କେତେ ହଇରାଣ ହଉଛନ୍ତି ଆପଣ ଟିକେ କହିଲେ? ବହୁତ ହଇରାଣ ହଉଛି ମୁଁ, ଛୁଆ ମାନଙ୍କୁ ଖୋଜିନେ କହିଲି ନହେଲେ ନାହିଁ, ଆଉ ମୋର ଦେବା ପାଇଁ କେହି ନାହିଁ। ଛୁଆ ପାଠ ପଢୁଛନ୍ତି ଏଇ ସ୍କୁଲରେ, ଗାଁ ସ୍କୁଲରେ ଛୁଆ ମାନଙ୍କୁ ଛାଡିକି ପାଠ ପଢିବା ନାହିଁ। ବାପା ନଷ୍ଟ ହେଇଛନ୍ତି, ମା ଛାଡିକି ପଳେଇଛନ୍ତି। ରାତିରେ ଶୋଇଥିଲା ବେଳେ ଘର ଭାଙ୍ଗିଗଲା, ଡର ଲାଗୁଛି। ସାପ, ହାତୀ। କୋଉଠି ରହୁଛ? କେମିତି? ନାନା ପାଖରେ କିଏ? ନାନା ପାଖରେ ରହୁଛୁ, ଘର ନାହିଁ। କେମିତି ଭାଙ୍ଗିଗଲା? ଶୋଇଥିଲା ରାତିରେ ଶୋଇଥିଲା ବେଳେ ପୋଡିଦେଲା, ବର୍ଷା ଜୋର ଦେଲା।